ପିଲାମାନେ ନମସ୍କାର ଜୟ ଜଗନ୍ନାଥ ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ତ ଇଣ୍ଡିପେଣ୍ଡେନ୍ସ ହୋଇଗଲେ ସିନା ତ ଇତିହାସ ବିଷୟରେ ମଧ୍ୟ ଆମକୁ ଜାଣିବାକୁ ପଡ଼ିବ ବୁଝିଲା। ତ ଆଉ ଡେରି ନ କରି ଚାଲ ଆମେ ଷ୍ଟାର୍ଟ କରିବା ଆମର ଫାର୍ଷ୍ଟ ଚାପ୍ଟର ଭାରତୀୟ ଜାତୀୟ ଆନ୍ଦୋଳନ ଯେଉଁଥିରେ କି ମହାତ୍ମା ଗାନ୍ଧୀଙ୍କ ଆମର ତାଙ୍କର ରୋଲ୍ କ'ଣ ଥିଲା ବୁଝିଲା। ତ ଲେଟ୍ ନ କରି ଲେଟ୍ ଷ୍ଟାର୍ଟ ଫାର୍ଷ୍ଟ ଚାପ୍ଟର। ଫାର୍ଷ୍ଟ କ'ଣ ହେଲା ନା ଆମ ପୃଥିବୀ ଇତିହାସ ଯେଉଁଟାକି ଆମେ 9th କ୍ଲାସ୍ରେ ପଢ଼ିଥିଲେ ହେଲା କନେକ୍ଟେଡ଼ ରଖିବ ବୁଝିଲା। ଦେଖ ଆମେ ଫାର୍ଷ୍ଟ କ'ଣ ଇଣ୍ଡିଆର ହିଷ୍ଟ୍ରି ପଢ଼ିଦେଇଛେ ଦେନ୍ ବହୁତ ହାର୍ଡ଼ ଥିଲା ଆମର 9th କ୍ଲାସ୍ର ହିଷ୍ଟ୍ରି ଥିଲା ବହୁତ ହେଲା। ଏଇଥିରୁ 10thରେ ବହୁତ ଇଜି ଅଛି ବୁଝିଲା ନା। ତ ଦେଖ ପୃଥିବୀ ଇତିହାସ ପୃଷ୍ଠାରେ ଯେଉଁମାନଙ୍କର ବିଶିଷ୍ଟ ବ୍ୟକ୍ତିମାନଙ୍କର ଯେଉଁ ନାଁ ଅଛି ସେ ମଧ୍ୟରେ ଆମର ମହାତ୍ମା ଗାନ୍ଧୀ ମଧ୍ୟ ଅନ୍ୟତମ ଥିଲେ ବୁଝିଲା। ବହୁତ ରାଜନୀତି କ୍ଷେତ୍ରରେ ଭାରତର ରାଜନୀତି କ୍ଷେତ୍ରରେ ହେଉ କିମ୍ବା ଆମ ସ୍ୱାଧୀନତା ମହାତ୍ମା ଗାନ୍ଧୀଙ୍କର ବହୁତ ଯୋଗଦାନ ଅଛି ହେଲା। ତାଙ୍କୁ ଆମେ ଜାତିର ପିତା ମଧ୍ୟ ଆମେ ମହାତ୍ମା ଗାନ୍ଧୀଙ୍କୁ କହୁଛେ। ତାଙ୍କ ପୁରା ନାମ କ'ଣ ଥିଲା? ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଜନ୍ମ ତାଙ୍କର କେବେ ହେଇଥିଲା? 1869 ମସିହା ଅକ୍ଟୋବର 2 ଗୁଜୁରାଟର ପୋରବନ୍ଦରଠାରେ ତାଙ୍କର ଜନ୍ମ ହୋଇଥିଲେ। 1882 ମସିହାରେ ସେ କ'ଣ କରିଥିଲେ? କସ୍ତୁରବାଙ୍କୁ ବିବାହ କରିଥିଲେ ହେଲା। ତ କସ୍ତୁରବାଙ୍କୁ ଶ୍ରଦ୍ଧାରେ ଲୋକମାନେ କ'ଣ ଡାକୁଥିଲେ? ବା ବୋଲି ସମ୍ବୋଧନ କରୁଥିଲେ ବୁଝିଲା। ମହାତ୍ମା ଗାନ୍ଧୀଙ୍କର ଟିକେ ଆମେ ଜାଣିଦେବା ବୁଝିଲା। ଆମେ ବୁକ୍ ବି ମଧ୍ୟ ପଢ଼ିବା ହେଲା। ଦେଖ ଫାର୍ଷ୍ଟ ଏତିକି ଦେଖିଦିଅ। ମହାତ୍ମା ଗାନ୍ଧୀଙ୍କ ପୁରା ନାଁ କ'ଣ ଥିଲା? ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଆରେ ଦେଖ ଜାତିର ପିତା ଯେହେତୁ ତାଙ୍କେ ଖାଲିରେ ତ ଜାତିର ପିତା କହିଦେଇ ନଥିବ ନା, ତାଙ୍କେ ସେତିକି କିଛି କରିଛନ୍ତି ତ ତାଙ୍କର ଏସବୁ ତ ଆମେ ମନେ ରଖିବା ନିହାତି ଦରକାର। ହିରୋ ଯେମିତି ଆମର ବଲିଉଡ଼ ହିରୋ ହିରୋଇନ୍ କିଛି ନ କରି ତାଙ୍କ ବିଷୟରେ ଯଦି ଆମେ ଏତେ ସର୍ଚ୍ଚ କରିପାରୁଛେ ତ ଜଣେ ଜାତିର ପିତା ତା ବିଷୟରେ ଆମେ କାହିଁ ସର୍ଚ୍ଚ ନ କରି କାହିଁ ନ ମନେ ରଖିବା ବୁଝିଲା ନା। ମୁଁ କ'ଣ କହିବାକୁ ଚାହୁଁଛି ତ ସବୁ ବିଷୟରେ କିଛି ରିସର୍ଚ୍ଚ କର। ଖାଲିଟାରେ ତାଙ୍କୁ କିଏ ମହାତ୍ମା ବୋଲି ଉପାଧି ଦେଇନାହାନ୍ତି ହେଲା। ଆମେ ପଢ଼ିବା ତାଙ୍କୁ କିଏ ମହାତ୍ମା ଉପାଧି ଦେଇଛନ୍ତି କ'ଣ କରିଛନ୍ତି ବୁଝିଲା ନା। ଦେଖ ତାଙ୍କ ପୁରା ନାଁ କ'ଣ ଥିଲା? ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଜନ୍ମ କେବେ ହେଇଥିଲେ? ବାର ବାର ରିପିଟ୍ କଲ, ସାଙ୍ଗମାନଙ୍କ ସହିତ ଡିସ୍କସନ୍ କଲ ମିନ୍ସ ତମର ଅଟୋମେଟିକ୍ ମନେ ରହିଯିବ। ତାଙ୍କ ପୁରା ନାଁ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ତାଙ୍କେ ଜନ୍ମ ହୋଇଥିଲେ 1869 ଅକ୍ଟୋବର ମାସ 2 ତାରିଖ ଯେଉଁଟାକି ଆମେ ଗାନ୍ଧୀ ଜୟନ୍ତୀ ହିସାବରେ ପାଳନ କରିଥାଉଛେ ଗୁଜୁରାଟର ପୋରବନ୍ଦରରେ। 1882ରେ ସେ କ'ଣ କରିଥିଲେ? ବିବାହ କରିଥିଲେ। କସ୍ତୁରବାଙ୍କୁ ସେ ବାହା କରିଥିଲେ ହେଲା। ତାପରେ କ'ଣ ହେଲା? 1888 ଅକ୍ଟୋବର ମାସରେ ସେ କ'ଣ କରିଥିଲେ? ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାଇଥିଲେ ହେଲା। ଲ ପଢ଼ିବା ପାଇଁ, ବାରିଷ୍ଟର ମିନ୍ସ ଲ ହେଲା। ଲ ପଢ଼ିବା ପାଇଁ କ'ଣ କରିଥିଲେ? ଇଂଲଣ୍ଡ ସେ ଯାଇଥିଲେ। 1892 ଜୁନରେ ତାଙ୍କର ଆଇନ ଶିକ୍ଷାଟା ଶେଷ ହୋଇକରି ସେ କ'ଣ କରିଥିଲେ? ଜବ୍ କରିଥିଲେ। କେଉଁଠି ମନେ ରଖିଥିବ ହେଲା। ସେ କ'ଣ କଲେ? ଜବ୍ କରିଥିଲେ। ଦୁଇଟା ଯାକ ମନେ ରଖିଥିବ ଏଇଟା। କେଉଁଠି ରାଜକୋଟ ଆଉ ବମ୍ବେଠାରେ ସେ ଆଇନ ବ୍ୟବସାୟ କରିଥିଲେ। ଲର ସେ ବିଜନେସ୍ କରୁଥିଲେ ବୁଝିଲା। ବିଜନେସ୍ ମିନ୍ସ ସେ ଖୋଲିଥିଲେ ହେଲା। ଗୋଟେ ଘର ପରି କରିଥିଲେ ଆସିଥିବେ ଯେମିତି ଆମର ଚାଲୁଛି ହେଲା। ଓକିଲ ଗୁଡ଼ାକ କରିଥାଉଛନ୍ତି। ତ ସେ କେଉଁଠି ଜବ୍ କରୁଥିଲେ? ରାଜକୋଟ ଆଉ ବମ୍ବେଠାରେ ସେ ଆଇନ ବ୍ୟବସାୟ କରୁଥିଲେ। ଏତିକି ମଣ୍ଡଳରେ ତାଙ୍କ ପୁରା ନାଁ କ'ଣ ଥିଲା? ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଜନ୍ମ ହୋଇଥିଲେ 1869 ମସିହା ଅକ୍ଟୋବର 2 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। କେଉଁଠି? ଗୁଜୁରାଟର ପୋରବନ୍ଦରଠାରେ। 1882ରେ ସେ କ'ଣ କରିଥିଲେ? କସ୍ତୁରବାଙ୍କୁ ବିବାହ କରିଥିଲେ। କସ୍ତୁରବାଙ୍କୁ ଶ୍ରଦ୍ଧାରେ କ'ଣ ଡକାଉଥିଲା? ବା ବୋଲି ସମ୍ବୋଧନ କରୁଥିଲେ। 1888 ମସିହା ଅକ୍ଟୋବରରେ ସେ କ'ଣ କରିଥିଲେ? ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାଇଥିଲେ। 1892 ଜୁନରେ ତାଙ୍କର ଆଇନ ଶିକ୍ଷା ଶେଷ ହୋଇକି ସେ କ'ଣ କରିଥିଲେ? ରାଜକୋଟ ଆଉ ବମ୍ବେଠାରେ ଆଇନ ବ୍ୟବସାୟ କରୁଥିଲେ ହେଲା। ସେ ଜବ୍ କଲା ଟାଇମ୍ରେ ଗୋଟେ କ'ଣ ହେଇଛି? ତାଙ୍କର ଗୋଟେ 1893 ମସିହାର କଥା ହେଲା। 1893 ମସିହାରେ ସେ କ'ଣ କରିଥିଲେ? ଜଣେ ଭାରତୀୟ ବ୍ୟବସାୟୀଟା ଏକା ଥିଲେ ହେଲା। ତାଙ୍କ ନାଁ କ'ଣ ଥିଲା? ଦାଦା ଅବଦୁଲ୍ଲା ହେଲା। ସେ ତାଙ୍କ ଓକିଲ ଭାବରେ କ'ଣ କରିଥିଲେ? ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ। କ'ଣ ପାଇଁ ଏଇଟା ଇମ୍ପୋର୍ଟାଣ୍ଟ ହେଲା? ମାନେ ସେ ଏ ଭିତରେ କେଉଁଠି ବି ରାଜନୀତି ଭିତରୁ ଏଣ୍ଟ୍ରି ମାରି ନାହାନ୍ତି ଏପର୍ଯ୍ୟନ୍ତ ବୁଝିଲା ନା। ତ କିଛି ତ ହେଇଥିବ ଜଣଙ୍କ ଲାଇଫ୍ରେ କିଛି ହେଲେ ହିଁ ସେ ଭିତରକୁ ଏଣ୍ଟ୍ରି ମାରିବ କି କ'ଣ କରିବ ତାଙ୍କୁ କିଛି ଲାଗିଥିବ। ତ ଦକ୍ଷିଣ ଆଫ୍ରିକାରେ ହିଁ ତାଙ୍କୁ କିଛି ରିଅଲାଇଜ୍ ହେଇଛି ବୁଝିଲା। ତ ସେଥିପାଇଁ ସେ କ'ଣ କରିଛନ୍ତି? ସେ ଭିତରୁ ଏଣ୍ଟ୍ରି ମାରିଛନ୍ତି। ଆଇ ହୋପ୍ ଏତିକି ସମସ୍ତେ କ୍ଲିଅର୍ ଥିବ ହେଲା। ଯଦି କ୍ଲିଅର୍ ନାହିଁ ପୁଣି ବେକ୍ କରନ୍ତୁ ଭିଡ଼ିଓକୁ ଆଉ ଥରେ ଦେଖନ୍ତୁ ବୁଝିଲା।
ଏତି ସ୍ଲାଇଡ୍ରୁ ସବୁକିଛି ମନେ ରହିଲା। ମହାତ୍ମା ଗାନ୍ଧୀଙ୍କ ପୁରା ନାଁ ଥିଲା କ'ଣ? ମୋହନଦାସ କରମଚାନ୍ଦ ଗାନ୍ଧୀ। ତାଙ୍କ ଜନ୍ମ ହୋଇଥିଲା 1869 ମସିହା ଅକ୍ଟୋବର 2 ତାରିଖରେ ସେ ଗୁଜୁରାଟର ପୋରବନ୍ଦରଠାରେ ଜନ୍ମ ହୋଇଥିଲେ। 1882ରେ କସ୍ତୁରବାଙ୍କୁ ବିବାହ କରିଥିଲେ। ଶ୍ରଦ୍ଧାରେ ତାଙ୍କୁ ସମସ୍ତେ କ'ଣ ବାହା ବୋଲି ଡାକୁଥିଲେ। 1888 ଅକ୍ଟୋବରରେ ସେ କ'ଣ କରିଥିଲେ? ବାରିଷ୍ଟର ପଢ଼ିବା ପାଇଁ କେଉଁଠି ଯାଇଥିଲେ? ଇଂଲଣ୍ଡ ଯାଇଥିଲେ। 1892 ଜୁନ୍ ମାସରେ କ'ଣ କରିଥିଲେ? ତାଙ୍କର ବାରିଷ୍ଟର ପଢ଼ା ଶେଷ ହୋଇକି ହେଲା, ବାରିଷ୍ଟର ପଢ଼ା ତାଙ୍କର ଶେଷ ହୋଇଯାଇଥିଲା। ତାପରେ ସେ ଶେଷ ହୋଇ କ'ଣ କରୁଥିଲେ? କେଉଁଠି ତାଙ୍କେ ଆଇନ ବ୍ୟବସାୟ କରୁଥିଲେ? ରାଜକୋଟ ଆଉ ବମ୍ବେ ଠାରେ। ତ ସେ ଟାଇମ୍ରେ ହିଁ 1893 ମସିହାରେ ଜଣେ ଭାରତୀୟ ବ୍ୟବସାୟୀର କିଛି କାମ ଥିଲା ହେଲା, ଓକିଲ ତାଙ୍କ ଓକିଲ ଭାବରେ ଦାଦା, ସେ ବ୍ୟବସାୟର ନାଁ କ'ଣ ଥିଲା? ଦାଦା ଅବଦୁଲ୍ଲା। ତ ସେଥିପାଇଁ ତାଙ୍କ କାମରେ ତାଙ୍କେ କ'ଣ କରିଥିଲେ? ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ। ତ ସେଠି ଦକ୍ଷିଣ ଆଫ୍ରିକାରେ ଯାଇ କ'ଣ ହେଲା କ'ଣ ନାହିଁ ଚାଲ ଆମେ ପଢ଼ିବା। ଦେଖ, ଦକ୍ଷିଣ ଆଫ୍ରିକାରେ କ'ଣ ହେଉଥିଲା? ଶ୍ୱେତାଙ୍ଗ ଶାସକଙ୍କର ଅତ୍ୟାଚାର ଚାଲିଥିଲା। ଶ୍ୱେତାଙ୍ଗ ହେଲେ କ'ଣ? ଯେଉଁମାନେ ଗୋରା, ଇଂରେଜମାନଙ୍କୁ ଆମେ କ'ଣ ଶ୍ୱେତାଙ୍ଗ କହୁଛେ, ବୁଝିଲା ହେଲା। ତ ଶ୍ୱେତାଙ୍ଗ ତାଙ୍କେ ମାନେ ବର୍ଣ୍ଣ ଭେଦଭାବ କରୁଥିଲେ ରେ ହେଲା। କଳାକୁ ଦେଖିଲେ ତାଙ୍କେ ଛିଛାକର କରୁଥିଲେ, ଯେ ତାଙ୍କେ ଗୋରା ଥିଲେ। ଆମେ ଭୂଗୋଳରେ ପଢ଼ିବା କ'ଣ ପାଇଁ ସେମାନେ ଗୋରା, ଆମେ କ'ଣ ପାଇଁ କଳା ହେଲା। ଯେହେତୁ ସନ୍ଟା କ'ଣ ହେଉଛି? ଇକ୍ୱେଟୋରିଆର ଭିତରେ ରହିଥାଉଛି ସେ, ଆମେ ଏଇଟା ଭୂଗୋଳରେ ପଢ଼ିବା। ଫାଷ୍ଟ ଏଇଟା ଦେଖିବେ। ତ ଶ୍ୱେତାଙ୍ଗମାନଙ୍କର ଶାସକଙ୍କର କ'ଣ ଅତ୍ୟାଚାର ଥିଲା? ଇଂରେଜମାନଙ୍କର ବହୁତ ସାରା ଅତ୍ୟାଚାର ଥିଲା ଦକ୍ଷିଣ ଆଫ୍ରିକାରେ। ଗୋରା ଶାସକଙ୍କର କୃଷ୍ଣାଙ୍ଗ ଆଉ ଭାରତୀୟ, କୃଷ୍ଣାଙ୍ଗ ମାନେ କିନ୍ତୁ କଳା, ଆଉ ଭାରତୀୟଙ୍କ ପ୍ରତି ତାଙ୍କର ବର୍ଣ୍ଣ ବୈଷମ୍ୟ ନୀତି ହେଲା, ମାନେ କଲର୍କୁ ନେଇକି ସେମାନେ ବହୁତ ଟର୍ଚର୍ କରୁଥିଲେ। ଯେମିତିକି ଆମେ ପଢ଼ିବା ହେଲା, ବୁକ୍ଟା ଆଉ ଥରେ ପଢ଼ିଦେବା ଟିକେ। ଯେମିତିକି ଟ୍ରେନରେ ଆମେ ଫାର୍ଷ୍ଟ ସେକେଣ୍ଡରେ ବସିପାରିବାନି ହେଲା, ଦେନ୍ ମ୍ୟାରେଜ୍ ହୋଇପାରିବନି, ରାସ୍ତାର ଫୁଟପାଥରେ ଆମେ ଚାଲିପାରିବାନି, ବହୁତ ସାରା ରେଷ୍ଟ୍ରିକ୍ସନ୍ କରି ରଖିଥିଲେ ଆମ ପାଇଁ ହେଲା। ତ ସେଥିପାଇଁ କ'ଣ ହେଲେ, ମହାତ୍ମା ଗାନ୍ଧୀ ସେ ସବୁ ତାଙ୍କେ ନିଜେ ମଧ୍ୟ ଫିଲ୍ କରିଛନ୍ତି ହେଲା। ସେଥିପାଇଁ ସେଠି ହିଁ ଦକ୍ଷିଣ ଆଫ୍ରିକାରେ ହିଁ କ'ଣ କରିଥିଲେ? ଗୋଟେ ନାଟାଲ ଭାରତୀୟ କଂଗ୍ରେସ କରିଥିଲେ 1894 ମସିହାରେ। ମନେ ରହିଲା। 1893 ମସିହାରେ ସେ କ'ଣ କରିଥିଲେ? ଦାଦା ଅବଦୁଲ୍ଲାଙ୍କ ଓକିଲ ହିସାବରେ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ। ତ ଦକ୍ଷିଣ ଆଫ୍ରିକାରେ କ'ଣ ହେଇଛି ନା, ଶ୍ୱେତାଙ୍ଗମାନେ ବହୁତ ଟର୍ଚର୍ କରୁଥିଲେ ଭାରତୀୟମାନଙ୍କୁ ଆଉ କୃଷ୍ଣାଙ୍ଗମାନଙ୍କୁ। କୃଷ୍ଣ ଆମର ଆଫ୍ରିକାର, ଆମର ୟୁରୋପର ଲୋକମାନେ ବହୁତ କଳା ରହେ ନା, ତ ସବୁ ସେମାନେ ବହୁତ ଟର୍ଚର୍ କରୁଥିଲେ ହେଲା। ବର୍ଣ୍ଣ ବୈଷମ୍ୟ ନୀତିକୁ ନେଇକରି ବହୁତ ସାରା ରୁଲ୍ ରଖିଥିଲେ। ଟ୍ରେନରେ ବସିପାରିବନି, ରାସ୍ତାରେ ଚାଲିପାରିବନି, ବହୁତ ସାରା ଆମେ ପଢ଼ିବା, ବୁକ୍ଟା ଆଉ ଥରେ ପଢ଼ିଦେବା ହେଲା, ପ୍ରୟୋଗ କରୁଥିଲେ। ତ ସେଥିପାଇଁ କ'ଣ କରିଥିଲେ? 1894 ମସିହାରେ ଲିଙ୍କ କରୁଥିବା ଇୟର୍ ଗୁଡ଼ା ଲିଙ୍କ କର, ଅଟୋମେଟିକ୍ ମନେ ରହିଯିବ ହେଲେ। ତାଙ୍କ ଜନ୍ମ ହେବାଠୁ ଆଜି ପର୍ଯ୍ୟନ୍ତ ଲିଙ୍କ କର। କ'ଣ ହେଲା? 69ରେ ସେ କ'ଣ ହେଲେ? ଜନ୍ମ ହେଲେ। ଦେନ୍ 88ରେ ସେ କ'ଣ କରିଥିଲେ? ପଢ଼ିବା ପାଇଁ ଯାଇଥିଲେ। ଦେଖ, 88ରେ ସେ କ'ଣ ବାରିଷ୍ଟର ପଢ଼ିବା ପାଇଁ ଥିଲେ। 82ରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। 92ରେ ସେ କ'ଣ କରିଥିଲେ? ବମ୍ବେ ଆଉ ରାଜକୋଟରେ ସେ ଆଇନ ବ୍ୟବସାୟ ଉପରେ କାମ କରୁଥିଲେ। 93ରେ ସେ କ'ଣ କଲେ? ଦାଦା ଦକ୍ଷିଣ ଆଫ୍ରିକା ଯାଇଥିଲେ। 94ରେ ନାଟାଲ ଭାରତୀୟ କଂଗ୍ରେସ ହେଲା। ଦେଖ, ନାଟାଲ ଭାରତୀୟ କଂଗ୍ରେସ ହିସାବରେ ସେ କ'ଣ କରିଥିଲେ? ଗୋଟେ ନାଟାଲ ଭାରତୀୟ କଂଗ୍ରେସ ଦକ୍ଷିଣ ଆଫ୍ରିକାରେ ସେ ରାଜନୈତିକ ଅନୁଷ୍ଠାନ ଗୋଟେ କରିଥିଲେ ହେଲା, ଯେଉଁଟାକି ଇଷ୍ଟ ଇଣ୍ଡିଆ, ଆଉ ଗୋଟେ ସମ୍ବାଦ ପତ୍ରିକା ମଧ୍ୟ କରିଥିଲେ, ଇଷ୍ଟ ଇଣ୍ଡିଆ ଓପିନିଅନ୍ ହେଲା, ସରି ଇଣ୍ଡିଆନ୍ ଓପିନିଅନ୍। ଇଣ୍ଡିଆନର କ'ଣ ଓପିନିଅନ୍ ରହୁଛି, ସେ ଗୋଟେ ପତ୍ରିକା ସେଥିରେ ପବ୍ଲିଶ କରିଥିଲେ ହେଲା। ଏତିକି ପୁରା ମନେ ରଖ। ସେ କ'ଣ ନାଟାଲ ଭାରତୀୟ କଂଗ୍ରେସ ଦକ୍ଷିଣ ଆଫ୍ରିକାରେ ସେ କରିଥିଲେ ଗୋଟେ ଅନୁଷ୍ଠାନଟେ, ମହାତ୍ମା ଗାନ୍ଧୀ କରିଥିଲେ ହେଲା 1894 ମସିହାରେ। ଆଉ ଗୋଟେ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦ ପତ୍ରିକା ଗୋଟେ ଲଞ୍ଚ କରିଥିଲେ। आई थिंक एतिकी मध्य समस्त क्लीयर थी। तो चलो नेक्स्ट आगे जाए, आम बुकटा पूरा पढ़िया, व्यस्त हुअनि। देख कौन होता सत्याग्रहर प्रथम प्रयोग केवे होता 1906 है। आमर लास्ट टाइम कौ जाए रही 1894 मसीह रही ना 1894 मसीह से कौन कले नाटाल भारतीय कांग्रेस गोटे सी तैयारी करते आ गोटे संवादपत्र करते इंडियन ओपिनियन भाव संवादपत्र करते 1894 रही। तापर कौन होगा सत्याग्रहर प्रयोग होता है 1906 मसीह। मुझे कही बहुत सारा रूल रखी जे यहाँ करें से है सेमती गोटे थी कौन होता पंजीकरण प्रमाणपत्र था जोटा कि बह करें है। सत्याग्रह प्रथम प्रयोग कौन थी महात्मा गांधी 1906 मसीह गोरा सरकार पंजीकरण प्रमाणपत्र है। आईन विरोध में गांधीजी प्रथम कर सत्याग्रह अहिंसा और सत्य अस्त्र प्रयोग करते। फास्ट कौन करते 1906 मसीह
महात्मा गांधी सत्याग्रह तांकर महात्मा गांधी नीति कौन थी अहिंसा और सत्य है से कौन करते गोटे पंजीकरण प्रमाण पत्र आईन विरोध में गांधीजी प्रथम सत्याग्रह करते यहाँ मन रखी है पंजीकरण प्रमाण पत्र आईन विरोध में गांधीजी कौन करते प्रथम सत्याग्रह आरंभ तांकर प्रथम अस्त्र प्रयोग करते प्रथम अस्त्र कौन थी अहिंसा और सत्य है कौन करते 1906 मसीह गोरा सरकार पंजीकरण प्रमाण पत्र आईन विरोध में से कौन करते फास्ट स्वर उत्तोलन करते सत्य अहिंसा प्राय करते देख 1906 सेप्टेम्बर 11 टेरा भूल हो बुझल 11 कौन करते जोहान्सबर्गर एम्पायर थिएटर अनुष्ठान एक साधारण सभार उपस्थित भारतीय माने यही कला आईन को अमान्य करने दृढ़ संकल्प नेले से ता पूर्व कौन करते गोटे इंडियन ओपिनियन भाव गोटे संवादपत्र बाहर करते तो से मध्यम कौन करते गोटे थिएटर है थिएटर थी ता ना कौन थी जोहान्सबर्ग एम्पायर थिएटर है से कौन करते भारतीय मैंने सब मिसिक कौन कले संकल्प नेले जे कौन साधारण गोटे सभा करते है कला आईन को अमान्य करेंगे जी सब कला आईन नाला कि से सबू जाक इंग्रेज विरोध में जावाई समस्त संकल्प नेले तो तापर कौन है 1913 मसीहा मार्च 14 तारिख में दक्षिण आफ्रिकार उच्चतम न्यायालय एक निष्पत्ति क्रमे ख्रीष्टियान रीति अनुसार संवादित होई नथिबा एवं पंजीकरण होई नथिबा भारतीय माने विवाह स्वीकृति प्रत्याहार करागला देख विवाह एलाउ नथिला बुझला तो 1913 मसीहा 1906 मसीह कौन भारतीय मान संकल्प तो 1913 मसीह मार्च 14 तारिख में कौन दक्षिण आफ्रिका एपर्यंत महात्मा गांधी इंडिया को आसी ना बुझला जहाँ तांके कर सब दक्षिण आफ्रिकार ही कर तो दक्षिण आफ्रिकार कौन है 1913 मसीह 1913 मार्च मास 14 तारिख है टी मन रख उच्चतम न्यायालय एक जो हाईकोर्ट तांकर थिला है मत कमेंट समस्ते कह तो ओडिशार हाईकोर्ट कौट अच्छे तो उच्चतम न्यायालय एक निष्पत्ति क्रमे ख्रीष्टियान रीति अनुसार संवादित होई नथिबा माने देख पंजीकरण भारतीय मान कौन पंजीकरण करा पड़ता तो पंजीकरण हो न भारतीय माने विवाह स्वीकृति पाई से बुझ आई थिंक ये क्लीयर रोथे है जोड़ा आपण मैंने बुझुनी मत कमेंट रे जना दो मु पुणी से बुझा निहाती चेष्टा करी चल आम नेक्स्ट को मूव करिया देख ये कौन है भारत को महात्मा गांधी आसिले हारी है बेसी दक्षिण आफ्रिकार गले देख दक्षिण आफ्रिका जब ये टर्चर हो आम निज देश में के न हो तो से महात्मा गांधी हूँ तो आसी जाइए भारत को आसबे आसिले 1915 1913 जाए अच्छा गोटे दक्षिण आफ्रिकार अच्छा है पढ़े ना 1913 मार्च मसरे से कौन करते मार्च 14 तारिख में से उच्चतम न्यायालय जो जी स्वीकृति पाई न भारतीय मानक सबजाक से गोटे एलाउ परमिशन दे देते है तो 1915 मसीहा जनवरी मास 9 तारिख में भारत कौन कले तो जनवरी 9 को आमर प्रवासी दिवस रूप पालन कर जेहेतु महात्मा गांधी रिटर्न करते भारत को 1915 मसीहा जनवरी 9 तारिख में गांधीजी दक्षिण आफ्रिकार भारत को फेरी है 1915 मसीह दक्षिण आफ्रिकार भारत को केवे जनवरी 9 को आमर को दिवस हिसाब से पालन करचे प्रवासी दिवस रूपे कौन पे जान तो जेहेतु महात्मा गांधी रिटर्न करते इंडिया को कौटू दक्षिण आफ्रिकार भारत को इंडिया आसी 1915 मसीह तो से टाइम कौन है आमर जड़े थे गोपाल कृष्ण गोखेल है पचार क्वेश्चन जे महात्मा गांधी राजनीतिक गुरु भाव में किए थे फास्ट से गोपाल कृष्ण गोखेल को महात्मा गांधी राजनीतिक गुरु भाव स्वीकृति देले कौन मैंने देख दक्षिण आफ्रिकार एत भल भल कम कर सक्सेस होती तो आम इंडिया में महात्मा गांधी हो पारे से हे तो गोपाल कृष्ण गोखेल बाछी थे जे हाँ तो शिक्षा देले राजनीति केमी कराए कौन तो यह सब विषय से कहले तो 1915 मसीहा जनवरी 9 तारिख में कौन कर महात्मा गांधी इंडिया को आसुँच गुरु किए होती गोपाल कृष्ण गोखेल है तो 1916 मसीह अहमदाबाद साबरमती आश्रम प्रतिष्ठा है बुझला जोटा कि आम लवण सत्याग्रह पुणी हम 1916 मसीह आमर कौन है जालियनबाग तो से अलग पंजाब 1919 मसीह कौन है अहमदाबाद ठारे साबरमती आश्रम प्रतिष्ठा
ହେଇଗଲା। ବୁଝିଲା, ଏ ସ୍ଲାଇଡ଼୍ଟା ବହୁତ ଇମ୍ପୋର୍ଟାଣ୍ଟ। 1915 ମସିହା ଜାନୁଆରୀ ମାସ 9 ତାରିଖରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାକୁ ଭାରତକୁ ଆସିଲେ। ଗୋପାଳ କୃଷ୍ଣ ଗୋଖଲେ ତାଙ୍କର ହେଉଛନ୍ତି ରାଜନୈତିକ ଗୁରୁ। 1916 ମସିହାରେ ମହାତ୍ମା ଗାନ୍ଧୀ କ'ଣ କରିଛନ୍ତି? ଅହମ୍ମଦାବାଦରେ ସାବରମତୀ ଆଶ୍ରମ ଗୋଟେ ପ୍ରତିଷ୍ଠା କରିଛନ୍ତି। ବୁଝିଲା। ହଁ, ମୁଁ ତୁମକୁ କହୁଥିଲି ତାଙ୍କୁ ମହାତ୍ମା ଆଖ୍ୟା କିଏ ଦେଇଛି? ରବୀନ୍ଦ୍ରନାଥ ଠାକୁର। ସେ ଆକ୍ଚୁଆଲି ଟାଗୋର, ତ ରବୀନ୍ଦ୍ରନାଥ ଠାକୁର ଯିଏକି ଆମର କ'ଣ ଲେଖିଥିଲେ ତାଙ୍କର ମୋତେ କହିବ ହେଲା। ତ ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ ବିଶ୍ୱ କବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ କ'ଣ ଉପାଧି ଦେଇଥିଲେ ବା ଆଖ୍ୟା ପ୍ରଦାନ କରିଥିଲେ? ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ। ଚାଲ ନେକ୍ସଟ ମୁଭ୍ କରିବା ହେଲା। 1917ରେ ଇଂରାଜୀ ଉପନିଷେଧ ଗୁଡ଼ିକୁ ପାଇଁ ଭାରତୀୟମାନଙ୍କ ନିଯୁକ୍ତିକୁ ନ କଲେ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇ ଗାନ୍ଧିଜୀ ଏହି ନିଯୁକ୍ତି ବନ୍ଦ କରିବେ ବୋଲି ସଫଳ ହୋଇଥିଲେ। ତ 1917 ମସିହାରେ କ'ଣ ହୋଇଥିଲା? ଉପନିବେଶ ଯେଉଁ ଛୋଟ ଛୋଟ ସବୁ ଯାହା ଥିଲା, ଏକଜାଟିଆ ବ୍ୟବସ୍ଥା, ଏସବୁ ଯାକ ତମେ 9th କ୍ଲାସ୍ରେ ପଢ଼ିଥିବ, ମୁଁ ଆଉ ଏସବୁ ବିଷୟରେ କହୁନି ହେଲା। ତ ଉପନିଷେଧ ସବୁ ଯାକ ଛୋଟ ଛୋଟ କରି ରଖିଥିଲେ ହେଲା। ଏକଜାତୀୟ ବ୍ୟବସ୍ଥା ମଧ୍ୟ ସେ ଭିତରେ ଯାଉଥିଲା। ତ ଭାରତୀୟମାନଙ୍କ ପାଇଁ ନିଯୁକ୍ତି କଲେ ସରକାରଙ୍କ, ଯଦି ନିଯୁକ୍ତି ନ କଲେ ଭାରତୀୟମାନଙ୍କୁ ସେ ଭିତରେ ହେଲା, ନିଯୁକ୍ତି ନ କଲେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇଥିଲେ ଗାନ୍ଧିଜୀ ହେଲା। ତ ଏଥିରେ ସେ ସଫଳ ମଧ୍ୟ ହେଇଥିଲେ। ତାଙ୍କ କେତେଟା ଭାବୁଛି ଏ ପର୍ଯ୍ୟନ୍ତ ଆମର କ୍ଲିଅର ରହିছে ସମସ୍ତେ ହେଲା। ଦେଖ ତାଙ୍କର କେତେଟା ପାରମ୍ପରିକ ସଫଳତା ମଧ୍ୟ ଦେଖିବା, ଯେମିତି ଚମ୍ପାରଣ ଆନ୍ଦୋଳନ ସବୁ ଯେ ଆମେ ଦେଖିବା। ତା ପୂର୍ବରୁ ଚାଲ ବୁକ୍ଟାକୁ ଟିକେ ଏ ପର୍ଯ୍ୟନ୍ତ ଆମେ ଦେଖିଦେବା ଆଉ କ'ଣ କ'ଣ ଅଛି ଏକ୍ସଟ୍ରା। ବୁଝିଲା। ଫାଷ୍ଟ ଆମର କ'ଣ ପେଜଟାକୁ ଦେଖିଦିଅ। ମୁଁ ତୁମକୁ ଏଠି କହିବି ଯେ ତାଙ୍କୁ ବାହାବଳି ଡାକୁଥିଲେ 19 ଜୁନ୍ ମାସରେ, ତୁମକୁ ଏସବୁ ପଢ଼େଇ ଦେଇଛି। ମୁଁ ଏଠି କହିଛି ଶ୍ଵେତାଙ୍ଗମାନଙ୍କୁ କ'ଣ କ'ଣ ତାଙ୍କେ ଇଏ କରୁଥିଲେ ହେଲା। ଦେଖ ଏଠି ଆମର ସମସ୍ତଙ୍କୁ କ୍ଲିଅର ଦେଖାଯାଉଥିବ ଭାବୁଛି। ଦେଖ ତାଙ୍କେ କ'ଣ କରୁଥିଲେ? ଶ୍ଵେତାଙ୍ଗ ଇଂରେଜୀମାନଙ୍କର ଯେଉଁ ବନବୈଷମ୍ୟ ନୀତି ଯୋଗୁଁ କୃଷ୍ଣାଙ୍ଗ ଆଫ୍ରିକାଙ୍କ ସହିତ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟ କୃଷ୍ଣାଙ୍ଗ ଆଫ୍ରିକୀୟଙ୍କ ସହିତ ହେଲା ଶ୍ଵେତାଙ୍ଗ ଇଂରେଜମାନେ ଯେଉଁ ଗୋରା ସରକାର ବୋଲି କହୁଛେ ହେଲା, ତାଙ୍କେ ଯେଉଁ ଭାରତୀୟ ଆଉ କୃଷ୍ଣାଙ୍ଗ ଆଫ୍ରିକୀୟଙ୍କ ସହିତ ମିଶିକି ଯେଉଁ କାମ କରୁଥିଲେ ସେମାନଙ୍କୁ ବହୁତ ସାରା ଅତ୍ୟାଚାର କରୁଥିଲେ। କ'ଣ କରୁଥିଲେ? ଦେଖ କ'ଣ କରୁଥିଲେ? ସେଠାରେ ଭାରତୀୟଙ୍କୁ ଭୋଟ ଦାନର ଅଧିକାର ନଥିଲା, ଭୋଟ ଦେଉନଥିଲେ ହେଲା। ସେମାନଙ୍କର ପଞ୍ଜୀକରଣ କରି ମୁଁ ତୁମକୁ ଏଠି ପଞ୍ଜୀକରଣଟା କହିଲି ଯେଉଁ 1913 ମସିହା ମାର୍ଚ୍ଚ ମାସରେ କରିଥିଲେ ହେଲା। ତ ସେମାନଙ୍କୁ କ'ଣ କରିଥିଲେ? ପଞ୍ଜୀକରଣ ନିର୍ବାଚନ କରି ଦେବାକୁ ପଡ଼ୁଥିଲା ହେଲା। ପଞ୍ଜୀକରଣ ଦେବାକୁ ପଡ଼ୁଥିଲା। ବିବାହ ମାନେ ଭାରତୀୟ ବୋଲି ତ ବିବାହରେ ତାଙ୍କୁ ଏଲାଉ କରୁନଥିଲେ ହେଲା। ସେମାନଙ୍କ ବସତି ସ୍ଥାପନ ପାଇଁ ଜନକୀର୍ଣ୍ଣ ଅବସ୍ଥା ବହୁତ ହେଲା, ମାନେ ସେଠି ଗୋଟେ ପଶୁପକ୍ଷୀ ରହିଲା ପରି ଜାଗାରେ ଗୋଟେ ଦେଉଥିଲେ ହେଲା। ଜନକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶର ସ୍ଥାନର ଉଦ୍ଦିଷ୍ଟ କରୁଥିଲେ ହେଲା। ଏସବୁ ଯାକ ଗୋଟେ ଗୋଟେ ପଏଣ୍ଟ ଗୁଡ଼ା ଲଙ୍ଗ କ୍ୱେଶ୍ଚିନ୍ରେ କାମରେ ଆସେ ହେଲା। ସେମାନେ ରାତି 9ଟାରେ ଘରୁ ବାହାରକୁ ଯାଇପାରୁନଥିଲେ। ଜନସାଧାରଣଙ୍କ ପାଦ ଚଲା ରାସ୍ତାରେ ସେମାନଙ୍କୁ ଏଲାଉ ନଥିଲା ହେଲା। ରେଳ ଡବାରେ ପ୍ରଥମ ଦ୍ୱିତୀୟ ଶ୍ରେଣୀ ଗାଡ଼ିରେ ଯାତ୍ରା କରିପାରୁନଥିଲେ। ବୁଝିଲା କ'ଣ କ'ଣ ପଏଣ୍ଟ? ସେମାନେ କ'ଣ କହୁଥିଲେ? ଭାରତୀୟମାନଙ୍କ ଭୋଟ ଦାନ ଅଧିକାର ନଥିଲା। ସେମାନଙ୍କ ନାମ ପଞ୍ଜୀକରଣ କରି ହିଁ ନିର୍ବାଚିତ କରିବାକୁ ପଡ଼ୁଥିଲା। ବସତି ସ୍ଥାପନ ପାଇଁ ପୁରା ଜନକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ଥାନ ଉଦ୍ଦିଷ୍ଟ ଥିଲା। ରାତି 9ଟା ହେଇଗଲେ ସେମାନେ ଘରୁ ବାହାରି ପାରୁନଥିଲେ। ଯେଉଁ ପାଦ ଚଲା ରାସ୍ତାରେ ସେମାନଙ୍କୁ ଅନୁମତି ନଥିଲା ହେଲା। ରେଳଗାଡ଼ିର ପ୍ରଥମ ଆଉ ଦ୍ୱିତୀୟ ଶ୍ରେଣୀରେ ତାଙ୍କେ ଯାତ୍ରା କରିପାରୁନଥିଲେ ହେଲା। ସେମାନେ ବାସ କରୁଥିବା, ବୁଝିଲା ଏତିକି ନା? ସେମାନେ ବାସ କରୁଥିବା ବ୍ୟବସାୟୀ, ବାଣିଜ୍ୟ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ଵେତାଙ୍ଗମାନଙ୍କୁ କୁଲି ବୋଲି ସମ୍ବୋଧନ କରୁଥିଲେ ହେଲା। କୁଲି କାହାକୁ କହୁଥିଲେ? ଯେତିକି ଶ୍ରମିକ ଥିଲେ, ଜାହାଜ ମାଲିକ ଥିଲେ, ଜାହାଜ ମାଲିକକୁ ମଧ୍ୟ ସେମାନେ କୁଲି ବୋଲି କହୁଥିଲେ। ବଣିକ, ବ୍ୟବସାୟ, ଶ୍ଵେତାଙ୍ଗମାନେ କ'ଣ କରୁଥିଲେ? ବା ଗୋରା ସରକାର ଇଂରେଜମାନେ କ'ଣ କରୁଥିଲେ? କୁଲି ବୋଲି ସମ୍ବୋଧନ କରୁଥିଲେ, ନୀଚ ଦୃଷ୍ଟିରେ ଦେଖୁଥିଲେ ହେଲା। ଗାନ୍ଧିଜୀଙ୍କୁ କଚେରୀ ଭିତରେ ପଗଡ଼ି କାଢ଼ି ଦେବାକୁ କୁହାଯାଇଥିଲା ହେଲା। ଏସବୁ ତ ହେଉଥିଲା, କିନ୍ତୁ ଗାନ୍ଧିଜୀଙ୍କ ସହିତ ବି ତ ହେଇଥିବ ନା, ସେଥିପାଇଁ ତ ସେ ସେମିତି ରିଆକ୍ସନ୍ ନେଇଛନ୍ତି। ବୁଝିଲା। ତ ଗାନ୍ଧିଜୀଙ୍କ ସହିତ କ'ଣ ଥିଲା? ଗାନ୍ଧିଜୀଙ୍କୁ କଚେରୀ ଭିତରକୁ ହେଲା, ଯେଉଁ କୋର୍ଟ ଭିତରେ ପଗଡ଼ି କାଢ଼ିବାକୁ କୁହାଯାଇଥିଲା।
ଥରେ ସେ ରାତି 9টাରେ ପାଦଚଲା ରାସ୍ତାରେ ମନା ହେଇଥିଲା, ତ ରାତି 9টাରେ କ'ଣ କରିଥିଲେ, ସେ ରାସ୍ତାରେ ଚାଲି ପଳେଇଥିଲେ। ତ ପୋଲିସ ତାଙ୍କୁ କ'ଣ କରିଥିଲା, ଆକ୍ରମଣ କରିଥିଲା। ସମସ୍ତେ ହୋଟେଲ ରହିବାକୁ କୋଠରୀ ଦେବା ପାଇଁ ମନା କରିଦେଇଥିଲେ। ରେଳଗାଡ଼ିର ପ୍ରଥମ ଶ୍ରେଣୀରେ ସେ ଯେ କ'ଣ କରିଥିଲେ, ପଚାରିଦେବ ଦ୍ୱିତୀୟ ଶ୍ରେଣୀ କି ପ୍ରଥମ ଶ୍ରେଣୀ, ତ ସବୁବେଳେ ମନେ ରଖିବେ କ'ଣ, ପ୍ରଥମ ଶ୍ରେଣୀରେ ହେଲା। ତ ରେଳଗାଡ଼ିର ପ୍ରଥମ ଶ୍ରେଣୀରେ କୋଠରୀରେ ଯାତ୍ରା କରୁଥିବା ସମୟରେ ଜଣେ ଶ୍ୱେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ ପରେ ଷ୍ଟେସନରେ ରେଳଗାଡ଼ିର ଗାର୍ଡ଼ ଓ ପୋଲିସଙ୍କ ଦ୍ୱାରା ଜିନିଷପତ୍ର ସହ ଉକ୍ତ ରେଳ କୋଠରୀକୁ ଠେଲି ବାହାର କରାଯାଇଥିଲା। ତ ସେ କ'ଣ କରିଥିଲେ, ଟ୍ରେନ୍ର ପ୍ରଥମ ଡବାରେ ହେଲା, ପ୍ରଥମ ଶ୍ରେଣୀର କୋଠରୀରେ ସେ ବସି ପଡ଼ିଥିଲେ। ତ ସେଇଟା କ'ଣ ହେଲା, ଗୋଟେ ଇଂରେଜ ସହଯାତ୍ରୀ ଗୋଟେ ଇଂରେଜୀରେ ଥିଲା ହେଲା। ତ ସେ ଷ୍ଟେସନରେ ତାଙ୍କୁ କ'ଣ କଲା, ପୋଲିସ ସହିତ ବାଡ଼ା ପିଠାରେ ତାଙ୍କ ଜିନିଷପତ୍ର ନେଇଗଲେ। ତ ସେଇଟା ହେଇକି ତାଙ୍କୁ ପେଲିକିରି ବାହାର କରିଦେଲେ, ବୁଝିଲା ନା। ମହାତ୍ମା ଗାନ୍ଧୀଙ୍କ ସହିତ ଏମିତି ହେଇଛି, ତାଙ୍କେ ଗୋଟେ ଲ କରିକି ମଧ୍ୟ, ଯେହେତୁ ତାଙ୍କର କେବଳ ଭୁଲ, ତାଙ୍କେ ଭାରତୀୟ ଥିଲେ ହେଲା। ସେ ତାଙ୍କ ଗାନ୍ଧିଜୀଙ୍କ ମନ ବିଦ୍ରୋହ ହେଇଯାଇଥିଲା, ସେଇଥିପାଇଁ ସେ କ'ଣ କରିଥିଲେ, ମୁଁ ତୁମକୁ ଏଇଟା ପଢ଼େଇଛି। 1894 ମସିହା ନାଟେଲ କଂଗ୍ରେସରେ ହେଲା, ସେଥିପାଇଁ ସେ କ'ଣ କଲେ, 1894 ମସିହା ନାଟେଲ କଂଗ୍ରେସରେ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ। ବାକି ଏସବୁ ଯାଏଁ ପଢ଼ିଦେଇଛେ। ତାପରେ ଏଇଟା ଦେଖ, 1906 ସେପ୍ଟେମ୍ବର 11ରେ, ଏଇଟା ବି ମଧ୍ୟ ଆମେ ପଢ଼ିଛେ ହେଲା। ଏବେ ଆମେ ବିବାହ ସ୍ୱୀକୃତି ଏସବୁ ଆମେ ପଢ଼ିଦେଇଛେ। ବାସ୍ ସେତିକି ହିଁ ମୁଁ ତୁମକୁ କହିବାର ଥିଲା ଯେ କ'ଣ ତାଙ୍କେ ଅତ୍ୟାଚାର କରୁଥିଲେ। ଚାଲ ଆମେ ଏଥର ଆମର ନେକ୍ସଟ ମୁଭ୍ କରିବା ଆମର ଇଏକୁ, ଯେଉଁ ଚମ୍ପାରଣ ଆନ୍ଦୋଳନ, ଏସବୁ ଯେଉଁ ଆନ୍ଦୋଳନ ବିଷୟରେ ଆମେ ପଢ଼ିବା ହେଲା। ପ୍ରବାସୀ ଦିବସ ମୁଁ କହିଛି 1915 ମସିହା ଜାନୁଆରୀ 9 ତାରିଖରେ କ'ଣ ହେଇଥିଲା, ପ୍ରବାସୀ ଦିବସ ଭାରତ ଯେହେତୁ ଆସିଥିଲେ ଗୁରୁ ରୂପେ ଗ୍ରହଣ କରିଥିଲେ। ସବୁ ଯାକ ପଢ଼ିଛେ। ମହାତ୍ମା ଗାନ୍ଧୀ ବୋଲି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ଆଖ୍ୟା ଦେଇଥିଲେ, ଯେହେତୁ ଦକ୍ଷିଣ ଆଫ୍ରିକାରେ ମହାନ ନୀତି କାମ କରୁଥିଲେ। 1916 ମସିହାରେ ଅହମ୍ମଦାବାଦରେ କରୁଥିଲେ ହେଲା। 1917ରେ ଇଂରେଜୀ ଉପନିଷଦ ଗୁଡ଼ିକୁ ନିଯୁକ୍ତି ବନ୍ଦ ନ କଲେ ଧମକ ମଧ୍ୟ ଦେଇଥିଲେ, ସେଇଟା 1917ରେ ଦେଇଥିଲେ। ଚାଲ ତାଙ୍କର ଆମର କେତେଟା ପ୍ରମୁଖ ଆନ୍ଦୋଳନ ପଢ଼ିବା। ଦେଖ, ତାଙ୍କର ପ୍ରମୁଖ ପାରମ୍ପରିକ ସଫଳତା, ଚମ୍ପାରଣ ଆନ୍ଦୋଳନ ହେଲା ପଢ଼ିବା। ଦେଖ କ'ଣ କରିଥିଲା, ତାଙ୍କର ଚମ୍ପାରଣ କେବେ ହେଇଥିଲା, 1917 ମସିହାରେ ହେଲା। 1917 ମସିହାରେ କ'ଣ ହେଇଥିଲା, ଚମ୍ପାରଣ ଆନ୍ଦୋଳନ ହେଇଥିଲା। ଦେଖ, 1917 ମସିହାରେ କ'ଣ ହେଇଥିଲା, ଚମ୍ପାରଣ ସତ୍ୟାଗ୍ରହ ଥିଲା। ଚମ୍ପାରଣଟା କ'ଣ ପାଇଁ ଥିଲା, ନୀଳ ଚାଷ ପାଇଁ ହେଇଥିଲା ହେଲା, ବିହାରର ଚମ୍ପାରଣ ଜିଲ୍ଲାରେ, ଯେଉଁଟାକି ମନେ ରଖିଦିଅ, ଚମ୍ପାରଣ ଆନ୍ଦୋଳନ ଆସିଲା ମିନ୍ସ କେତେଟା ୱାର୍ଡ଼ ମନେ ରଖିଦିଅ, 3 କାଠିଆ, ନୀଳ ଚାଷ ହେଲା, 3 ଭାଗ ତାଙ୍କୁ ଦେବାକୁ ପଡ଼ୁଥିଲା। ତ ଏ ସବୁ ଯାକ ତୁମେ ମନେ ରଖିଦିଅ ହେଲା। କ'ଣ ହେଇଥିଲା, ଚମ୍ପାରଣ ସତ୍ୟାଗ୍ରହ କେବେ ହେଇଥିଲା, ଆମର 1917 ମସିହାରେ ହେଇଥିଲା। 1916 ମସିହାରେ ଆମର କ'ଣ ହେଇଥିଲା, ଦେଖ, 1917 ମସିହାରେ ଯେଉଁ ଉପନିଷଦ ଗୁଡ଼ିକୁ ତାଙ୍କେ ଧମକ ଦେଇଥିଲେ ହେଲା। 1916 ମସିହାରେ କ'ଣ ହେଇଥିଲା, ଅହମ୍ମଦାବାଦ ଠାରେ ତାଙ୍କେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରିଥିଲେ। ତ 17 ମସିହାରେ କ'ଣ ହେଇଥିଲା, ଆମର ଚମ୍ପାରଣ ଆନ୍ଦୋଳନ ହେଇଥିଲା। ଚମ୍ପାରଣ ଆନ୍ଦୋଳନରେ କେଉଁଠି ହେଇଥିଲା, ବିହାରର ଚମ୍ପାରଣ ଜିଲ୍ଲାରେ ହେଇଥିଲା। କେଉଁଥିପାଇଁ ଥିଲା, ନୀଳ ଚାଷ ପାଇଁ ହେଇଥିଲା ହେଲା। 3 କାଠିଆ ବ୍ୟବସ୍ଥା ମିନ୍ସ କ'ଣ, ଜମିର 3 ଭାଗ କ'ଣ କରିବ, ନୀଳ ଚାଷ କରିବାକୁ ବାଧ୍ୟ କରାଯାଉଥିଲା ହେଲା। ମାନେ 3 ଭାଗଟା ତାଙ୍କୁ ଦେବାକୁ ପଡ଼ୁଥିଲା, ବୁଝୁଛି ନା। 3 ଭାଗ କ'ଣ କରୁଥିଲା, ନୀଳ ଚାଷ, ଜମିର 3 ଭାଗ ନୀଳ ଚାଷ କରିବାକୁ ବାଧ୍ୟ କରାଯାଉଥିଲା। କ'ଣ ମାନେ ତା'ର ଚାହିଦାଟା ଅଧିକ ଥିଲା ହେଲା। ତାଙ୍କୁ ହେଲେ ମହାତ୍ମା ଗାନ୍ଧୀ ପାଖକୁ ଏଇଟା କେମିତି ଆସିଲା, ସେଠାର ଜଣେ ସ୍ଥାନୀୟ ବ୍ୟବସାୟୀ ଥିଲା ହେଲା, ଚାଷୀଟା ଗୋଟେ, ଚାଷୀମାନଙ୍କ ସମସ୍ୟା ଦେଖିକି କ'ଣ କରିଥିଲା, 1917 ମସିହାରେ ଗାନ୍ଧିଜୀକୁ ଡାକିଥିଲେ। କିଏ, ତାଙ୍କ ନାଁ ହେଉଛି ରାଜକୁମାର ଶୁକ୍ଲା। କିଏ, ରାଜକୁମାର ଶୁକ୍ଲା ହେଲା। ଏ ପଏଣ୍ଟଟା ଦେଖ, 1917 ମସିହା ଏପ୍ରିଲ ଚମ୍ପାରଣ ଜିଲ୍ଲାରେ ସଦର ମହକୁଦମା ମୋତିହାରରେ ପହଞ୍ଚିଥିଲେ ମହାତ୍ମା ଗାନ୍ଧୀ। କିଏ ଡାକିଥିଲା ବୋଲି, ଜଣେ ବ୍ୟବସାୟୀ, ସ୍ଥାନୀୟ ବ୍ୟବସାୟୀ, ତା ନାଁ କ'ଣ ଥିଲା, ରାଜକୁମାର ଶୁକ୍ଲା। ରାଜକୁମାର ଶୁକ୍ଲା ଆସିଥିବା ଯୋଗୁଁ ସେ ତାଙ୍କୁ ଡାକିଥିଲେ। ଫଳାଫଳ କ'ଣ ହେଇଥିଲା, ଗାନ୍ଧିଜୀଙ୍କ ହସ୍ତକ୍ଷେପ ଯୋଗୁଁ ଏହା ଏକ ପ୍ରଥମ ଅହିଂସା ଆନ୍ଦୋଳନ ସଫଳ ହୋଇଥିଲା। ଗାନ୍ଧିଜୀଙ୍କ ପ୍ରଥମ ଆନ୍ଦୋଳନ କ'ଣ ଥିଲା, ଫାଷ୍ଟ ତ ସେ କରିଥିଲେ ଯେଉଁ ନାଟାଲ ଭାରତୀୟ କଂଗ୍ରେସ ଦକ୍ଷିଣ ଆଫ୍ରିକାରେ ସେ କରିଥିଲେ, ବୁଝିଲା। କିନ୍ତୁ ଫାଷ୍ଟ ତାଙ୍କର ଅହିଂସା ଆନ୍ଦୋଳନ ସଫଳ ଭାରତରେ ହେଇଥିଲା ହେଲା। କ'ଣଟା, ଚମ୍ପାରଣ ସତ୍ୟାଗ୍ରହ ହେଇଥିଲା। 1917 ମସିହାରେ ହେଇଥିଲା, ଚମ୍ପାରଣ ଜିଲ୍ଲାରେ ହେଇଥିଲା। 3 କାଠିଆ ବ୍ୟବସ୍ଥା ହେଇଥିଲା, ନୀଳ ଚାଷ ପାଇଁ ହେଇଥିଲା। ତାଙ୍କୁ ଡାକିଥିଲା କିଏ, ରାଜକୁମାର ଶୁକ୍ଲା, ବୁଝିଲା, ଏପ୍ରିଲ ମାସରେ ହେଲା। ନେକ୍ସଟ ଚାଲ, ଆଉ ଗୋଟେ ଆନ୍ଦୋଳନ, ଖେଡ଼ା ସତ୍ୟାଗ୍ରହ। 1917 ମସିହାରେ ଚମ୍ପାରଣ ହେଇଗଲା। ଖେଡ଼ା ସତ୍ୟାଗ୍ରହ କେବେ ହେଲା, 1918ରେ ହେଇଥିଲା। ଏଇଟା କେଉଁଠି ହେଇଥିଲା, ଗୁଜରାଟର ଖେଡ଼ା ଜିଲ୍ଲାରେ ହେଇଥିଲା। କ'ଣ ପାଇଁ ହେଇଥିଲା, ଦେଖ, ଫସଲ ହାନି ହେଇଗଲା, ବନ୍ୟା ବାତ୍ୟା ହେଇଥିବ ନା କିଛି ବି, ଫସଲ କ'ଣ ହେଇଗଲା, ହାନି ହେଇଯିବା ଯୋଗୁଁ କ'ଣ ହେଲା, ହେଲେ ବି ଇଂରେଜ ସରକାର କ'ଣ କହିଲା ଚାଷୀମାନଙ୍କୁ, ତୁମେ ରାଜସ୍ୱ ଦେବାକୁ ବାଧ୍ୟ। ଫସଲ ଏପଟେ ହାନି ହେଇଯାଉଛି, କିନ୍ତୁ ହେଲେ ବି କହୁଛି ଯେ ତୁମେ ଦେବା ପାଇଁ ବାଧ୍ୟ, ରାଜସ୍ୱ ଆଦାୟ ବନ୍ଦ କଲେ ନାହିଁ। ତ ଲୋକମାନେ ହନ୍ତସନ୍ତ ହେବା ଏକା
ହେଲା। ତ ଏଇଥିପାଇଁ ହେଲେ ତ ମହାତ୍ମା ଗାନ୍ଧୀ ନିଜେ ଯାଇକି ତ ଦେଖିନଥିଲେ ନା, ତାଙ୍କୁ ଏଇଥିରେ ମଧ୍ୟ ସେଇଥିରେ କିଏ ଡାକିଥିଲା, ରାଜକୁମାର ଶୁକ୍ଳ ଡାକିଥିଲେ। ଏଥିରେ ତାଙ୍କୁ କିଏ ଡାକିଥିଲା, ଗୋଟେ ଇନ୍ଦୁଲାଲ ଜାବିକ ହେଲା, ଜଣେ ତାଙ୍କ ମାନେ ଏଥିର କାମ ଦେଖି ତାଙ୍କ ପ୍ରମୁଖ ସହଯୋଗୀ ମଧ୍ୟ ହୋଇଗଲେ ହେଲା। ତ ଫଳାଫଳରେ କ'ଣ ହେଲା, ରାଜସ୍ୱ ଆଦାୟ କୋହଳ ହେଲା, ବନ୍ଦ ହେଲା। ଏଥିରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଯାହାକୁ ଆମେ କ'ଣ କହିଥାଉଛେ, ଆଇରନ୍ ମ୍ୟାନ୍ ହେଲା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କ'ଣ କଲେ, ଗାନ୍ଧିଜୀଙ୍କ ପ୍ରମୁଖ ଅନୁଗାମୀ ହୋଇଥିଲେ। ମନେ ରହିଲା, ଗାନ୍ଧିଜୀଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇଙ୍କର କ'ଣ ହେଲା, ଭେଟ ହେଲା, କେବେ ହେଲା, 1918 ମସିହାରେ। କେଉଁଠି, ଖେଡ଼ା ଜିଲ୍ଲାରେ ହିଁ ହେଇଯାଇଥିଲା, ବୁଝିଲା ଏଥର, ଖେଡ଼ା ସତ୍ୟାଗ୍ରହ। ତାପରେ ଦେଖ, ଅହମ୍ମଦାବାଦ ସେଇ 1918 ମସିହାରେ ହିଁ କ'ଣ ହେଲା, ପ୍ଲେଗ ରୋଗ ଯୋଗୁଁ ଲୁଗା କାରଖାନା କେଉଁଠି ଅଛି, ଅହମ୍ମଦାବାଦରେ ମହାତ୍ମା ଗାନ୍ଧୀ ଗୋଟେ ସାବରମତୀ ଆଶ୍ରମ ଖୋଲିଥିଲେ। କେବେ ଖୋଲିଥିଲେ ମୋତେ କମେଣ୍ଟରେ ଜଣାଅ ହେଲା। କ'ଣ କରିଥିଲେ, ଗୋଟେ ପ୍ଲେଗ ବୋନସ୍ ଥିଲା, ପ୍ଲେଗ ରୋଗ ହେଇଛି, ସବୁ ଯାକ କ'ଣ କରିଥିଲେ ନା, ଯିଏ ଯାହାର ପଡ଼ିଥିଲେ, କିନ୍ତୁ କେତେଟା ଶ୍ରମିକ ଥିଲେ ପ୍ଲେଗରେ ମଧ୍ୟ ସେମାନେ କାମ କରିବେ, ତ ତାଙ୍କ ବୋନସ୍, ଭୁଲ କହିଲି, ସରି ହେଲା, ତାଙ୍କୁ କ'ଣ ପ୍ଲେଗ ରୋଗ ହୋଇଥିବା ଯୋଗୁଁ ଗୋଟେ ବୋନସ୍ ଥାଉଛି ସବୁ କମ୍ପାନୀ, କିନ୍ତୁ ସେମାନେ ମନା କରିଦେଲେ। ଫାଷ୍ଟ କହିଲେ ହଁ ଆମେ ବୋନସ୍ ଦେବୁ, ତାପରେ ମନା କରିଦେଲେ ନାଇଁ ଦେବୁନି ହେଲା। ପ୍ରତ୍ୟେକର ଶ୍ରମିକ ଓ ମାଲିକ ମଧ୍ୟରେ କ'ଣ ହେଲା, ବିବାଦ ଚାଲିଲା ହେଲା। ଚାଲିଲାରୁ ଫଳାଫଳରେ କ'ଣ ହେଲା, ଗାନ୍ଧିଜୀ ଶ୍ରମିକମାନଙ୍କ ପାଇଁ ପ୍ରଥମ ଥର ପାଇଁ ଅନଶନ କରିଥିଲେ। ଫାଷ୍ଟ ଗାନ୍ଧିଜୀ କ'ଣ ହେଇଥିଲେ, ପ୍ରଥମ ଥର ପାଇଁ ଅନଶନ କେବେ ଥିଲେ, 1918 ମସିହାରେ। କେଉଁ ଆନ୍ଦୋଳନରେ ଥିଲେ, ଅହମ୍ମଦାବାଦ ଲୁଗା କଳର ଆନ୍ଦୋଳନରେ ଥିଲେ। ଏବେ ଆମର ଯେମିତି ସ୍ୱର୍ଣ୍ଣଚୁ ଆମ ଷ୍ଟୁଡେଣ୍ଟଙ୍କ ପାଇଁ ଅନଶନରେ ଥିଲେ ନା, ତ ସେଇ ଟାଇମ୍ରେ ମଧ୍ୟ ମହାତ୍ମା ଗାନ୍ଧୀ 1918 ମସିହାରେ ଅହମ୍ମଦାବାଦ ଲୁଗା କଳ ଆନ୍ଦୋଳନରେ ପ୍ଲେଗ ରୋଗର ବୋନସ୍ ବଢ଼ାଇବା ପାଇଁ ହେଲା, ସେ କ'ଣ କରିଥିଲେ, ଅନଶନରେ ଫାଷ୍ଟ ଥିଲେ। ଶେଷରେ ମାଲିକମାନେ କ'ଣ କରିଥିଲେ, 35% ଭତ୍ତା ବୃଦ୍ଧି କରିବାକୁ ରାଜି ହେଇଥିଲେ। କି ସାଲେରୀ ମଧ୍ୟ ବଢ଼ାଉନଥିଲେ, କାମ କରୁନାହାନ୍ତି। ତ ସେଥିପାଇଁ ପ୍ଲେଗ ରୋଗ ବହୁତ ସେ ଟାଇମ୍ରେ ବହୁତ ବ୍ୟାପିଥିଲା। ପ୍ଲେଗ ରୋଗଟା କେଉଁଥିପାଇଁ ହେଉଛି, ଆମର ବାୟୋଲୋଜି ମ୍ୟାମ୍ ସୁପ୍ରିୟା ମ୍ୟାମ୍ ତାଙ୍କେ କହି ମୂଷା ଯୋଗୁଁ ହୋଇଥାଏ, ତାଙ୍କେ ସେ ବାୟୋଲୋଜିରେ କହିବେ, ବୁଝିଲା। ତ ସମସ୍ତଙ୍କ ସହିତ ଯୋଡ଼ି ହୋଇ ରୁହନ୍ତୁ, କନେକ୍ଟେଡ଼ ରହିବ, ବୁଝିଯିବ। ନାଇଁ ପ୍ଲେଗ ରୋଗ ଜାଣିନଥିବ, ତ ଫଳାଫଳରେ କ'ଣ ହେଲା, 35% ଭତ୍ତା ବୃଦ୍ଧି ହେଲା। ଚମ୍ପାରଣ, ଖେଡ଼ା, ଅହମ୍ମଦାବାଦ ଲୁଗା ଆନ୍ଦୋଳନ, ଭାବୁଛି ସମସ୍ତଙ୍କୁ କ୍ଲିଅର ଥିବ। ନାଇଁ ଯଦି ହେଇନି ତ ବେକ୍ କରି ପୁଣି ଭିଡ଼ିଓଟାକୁ ଦେଖିପାରିବ। ଚାଲ ଆମେ ନେକ୍ସଟ ମୁଭ୍ କରିବା। ଦୁଇଟା ଏଠି ହେଇଥିବ ହେଲା। କ'ଣ ଆମର ଏଇଠି 1919 ମସିହାରେ ଆମର ଦୁଇଟା ହେଇଛି, ଜାଲିଆନା ହତ୍ୟାକାଣ୍ଡ ଆଉ ରାଓଲାତ ଆଇନ। ଜାଲିଆନା ହତ୍ୟାକାଣ୍ଡ ତ ଆମେ ମଧ୍ୟ କେବେ ମଧ୍ୟ ଭୁଲି ପାରିବାନି, ବୁଝିଲା। ଏତେ ନୃଶଂସ ଭାବେ ଇଂରେଜମାନେ ଆମକୁ ଆଟାକ୍ କରିଥିଲେ, ଭାବିଲା ବେଳେ ବି କେବେ ପଞ୍ଜାବ ଯାଇକି ଦେଖିବ ସେ ଜାଲିଆନାବାଗ ଇଏଟା, ବହୁତ ଦୁଃଖ ଲାଗେ ଯଦି ନିଜେ ରିଏଲାଇଜ୍ କରିପାରିବ, ବୁଝିଲା ନା। ତ ଦେଖ, ରାଓଲାତ ଆଇନ ଆଉ ଜାଲିଆନାବାଗ ହତ୍ୟାକାଣ୍ଡ। ରାଓଲାତ ଆଇନ କ'ଣ ଥିଲା, 1919 ମସିହାରେ ପ୍ରଣୀତ ଏହି କଳା ଆଇନ ଅନୁସାରେ ସରକାର କୌଣସି ଭାରତୀୟଙ୍କୁ ବିନା ବିଚାରରେ ଜେଲରେ ବନ୍ଦୀ କରିପାରୁଥିଲେ। ରାଓଲାତ ଆଇନ କରିଥିଲେ, କିଛି ନାହିଁ, ତମେ ସଭା କଲ, ତମେ ଜେଲ୍ ଯିବ, ସଭା କଲ, ଭୁଲ କଲ, ମାନେ ମନ ଇଚ୍ଛା ତାଙ୍କେ କିଛି ଭୁଲ ନଥାଇକି ବି ତାଙ୍କେ ଜେଲକୁ ନେଇଯାଉଥିଲେ। ରାଓଲାତ ଆକ୍ଟ 1919 ମସିହାରେ ହେଲା। କିନ୍ତୁ ଗାନ୍ଧିଜୀ କ'ଣ କଲେ, ଦେଶବ୍ୟାପୀ ଗୋଟେ ହରତାଳ ଡାକରା କରିଥିଲେ ଯେ ଏଇଟା ଭୁଲ ଥିଲା, ତ ସେଥିପାଇଁ ସେ ଡାକରା କରି ତାକୁ ଏଇଟାକୁ କ'ଣ କରିଥିଲେ, ବନ୍ଦ କରିଥିଲେ, ବୁଝିଲା। ରାଓଲାତ ଆଇନ ରାଓଲାତ ଆକ୍ଟ, ଯେଉଁଟାକି ରାଓଲାତ ଆଇନ କୁହାଯାଏ ହେଲା, 1919 ମସିହାରେ ହେଇଥିଲା। ଆମର ଆଉ କ'ଣ ହେଇଥିଲା, ଗୋଟେ ଜାଲିଆନାବାଗ ହତ୍ୟାକାଣ୍ଡ ମଧ୍ୟ ହେଇଥିଲା ହେଲା। ଜାଲିଆନାବାଗ ହତ୍ୟାକାଣ୍ଡ କେହି ମଧ୍ୟ ଆମେ ଭୁଲିବାନି। ପଞ୍ଜାବର ଅମୃତସର ହେଇଥିଲା ହେଲା। କ'ଣ ପାଇଁ ହେଇଥିଲା ଜାଣିଛ ନା, କିଛି ହେଇନଥିଲା ଆମର, ବାସ୍ ଏବେ ଦେଖ ଗାଁରେ ଆମର ମିଟିଂ ହେଇଥାଉଛି, ଟିକେ କ'ଣ ଭୁଲ କଲେ ହେଇଗଲା, ଘରେ ମଧ୍ୟ ଆମେ କଥାବାର୍ତ୍ତା ହେଉଛି। ସେମାନେ ମଧ୍ୟ କ'ଣ କରିଥିଲେ, ଶାନ୍ତିପୂର୍ଣ୍ଣ ଭାବରେ ଗୋଟେ ଚାଲିଥିଲା ତାଙ୍କର ସଭାପତି, ସବୁ ନିଜେ ସଭା କରିଥିଲେ, ସବୁ ଚାଲିଥିଲା। କିନ୍ତୁ ଜଣେ ଥିଲେ ଜେନେରାଲ ଡାୟର ହେଲା। ଏ ଜେନେରାଲ ଡାୟର ଭିତରେ କନଫ୍ୟୁଜ୍ ହେଇକରି ଜଣେ ଆଉ ଜଣକୁ ମାରିଦେଲା। କିଏ କ'ଣ ମାରିଲା, ଏଇଟା ତ ଆଜି ତ ଇଣ୍ଟରନେଟ୍ ଯୁଗ ଆଜିକାଲି, ତ ସମସ୍ତେ ଜାଣିପାରୁଥିବ ହେଲା। ଓ ଡାୟର, ଆର୍ ଡାୟର ଥିଲେ ହେଲା, ଜଣେ ଜଣଙ୍କୁ ମାରିଦେଲା। ଏଇଟା ମୋତେ ଟିକେ ଜଣେ ସମସ୍ତେ ଦେଖିବ ହେଲା, ମୁଁ କହୁନି କିଏ କମେଣ୍ଟ କର, କିନ୍ତୁ ସମସ୍ତେ ଦେଖିବ ଜାଲିଆନାବାଗ ହତ୍ୟାକାଣ୍ଡଟା ଆମର, ବୁଝିଲା। ଅମୃତସରରେ କ'ଣ ହେଇଥିଲା, ଜାଲିଆନାବାଗ ଠାରେ ଏକ ଶାନ୍ତିପୂର୍ଣ୍ଣ ସଭା ହେଉଥିଲା। ଅମୃତସର ପଞ୍ଜାବରେ ଅଛି ହେଲା। ଏପ୍ରିଲ ମାସ 13 ତାରିଖ 1979। ଏ ଦିନଟାକୁ ଆମେ କେବେ ମଧ୍ୟ ଭୁଲି ପାରିବାନି ହେଲା। ଯେମିତି କାର୍ଗିଲକୁ ଭୁଲି ପାରିବାନି, ଏଇଟାକୁ ମଧ୍ୟ ଆମେ ଭୁଲି ପାରିବାନି। ତ କ'ଣ ହେଇଥିଲା ନା, ନିରସ୍ତ୍ର, ସେଠି ସବୁ ସଭା କରୁଥିଲେ, ତାଙ୍କ ପାଖରେ କିଛି ମଧ୍ୟ ଅସ୍ତ୍ର ନଥିଲା, କିଛି ବି ନାହିଁ। ତ କ'ଣ ହେଲା, ଜେନେରାଲ ଡାୟର ଥିଲେ, ସେ କ'ଣ କରିଥିଲେ, ଜନତାକୁ କ'ଣ କରିଥିଲେ, ମନ ଇଚ୍ଛା ଗୁଳି ବାଡ଼ି ଦେଇଥିଲେ। ଶହ ଶହ ଲୋକଙ୍କ ମୃତ୍ୟୁବରଣ ହେଇଥିଲା ଜାଣିଛ।
ମାନେ ଭାବିଲା ବେଳକୁ କେମିତି ଲାଗୁଛି ସେମାନେ ଆଖି ବୁଜିକି ଗୁଳି ମାରୁଥିଲେ। ବହୁତ ସାରା କିଏ କୂଅରେ ଡେଉଁଥିଲା, କିଏ କ'ଣ କରୁଥିଲା, ତ ବହୁତ ସାରା ଲୋକ ମୃତ୍ୟୁବରଣ କରୁଥିଲେ। ଏଥିରେ ଶହ ଶହ ଲୋକ ମୃତ୍ୟୁବରଣ କରିଥିଲେ। ଏହି ନୃଶଂସ କାଣ୍ଡରେ ପ୍ରତିହତ ରବୀନ୍ଦ୍ରନାଥ ଠାକୁର, କିଏ ରବୀନ୍ଦ୍ରନାଥ ଠାକୁର, ଯିଏକି ମହାତ୍ମା ଗାନ୍ଧୀଙ୍କୁ କ'ଣ ଉପାଧି ଦେଇଥିଲେ, ମହାତ୍ମା ଉପାଧି ଦେଇଥିଲେ, ବୁଝିଲା ହେଲା। ତାଙ୍କୁ ଗୋଟେ ନାଇଡେଲ ଉପାଧି ମିଳିଥିଲା, ତାଙ୍କେ ଦେଇଦେଲେ, ରିଟର୍ଣ୍ଣ କରିଦେଲେ। ଗାନ୍ଧୀଜୀଙ୍କୁ କ'ଣ ଉପାଧି ଗୋଟେ ମିଳିଥିଲା, କାଇଜର ଇ ହିନ୍ଦ ଉପାଧି ମଧ୍ୟ ତ୍ୟାଗ କରିଦେଲେ ଦୁଇଜଣ ଯାକ, ବୁଝିଲା। କାଇଜର ହିନ୍ଦ ଅର୍ଥ ହେଉଛି କ'ଣ, ହିନ୍ଦୁସ୍ତାନର ସମ୍ରାଟ। କାହାକୁ ଦିଆହେଇଥିଲା, ଗାନ୍ଧୀଜୀଙ୍କୁ ଦିଆହେଇଥିଲା। ଦୁଇଜଣ ଯାକ ରବୀନ୍ଦ୍ରନାଥ ଠାକୁର ଆଉ ମହାତ୍ମା ଗାନ୍ଧୀ ଦୁଇଜଣ ତାଙ୍କର ଉପାଧି କ'ଣ କଲେ, ଫେରସ୍ତ କରିଦେଲେ। ଆଶା କରୁଛି ତୁମମାନଙ୍କୁ ଏତେ ସବୁ ଯାକ କ୍ଲିଅର ହେଇଥିବ। ଆଉ ତୁମେ ବୁକ୍ ପଢ଼ିବାକୁ ପଡ଼ିବ, ନ ପଢ଼ିଲେ କିଛି ବି ହେବନି, ବୁଝିଲା। ମୁଁ ଏତିକି ତୁମକୁ ସବୁ ଯାକ କ୍ଲିଅର କରିଦେଇଛି, ଏତିକି ମଧ୍ୟ ତୁମକୁ ପ୍ରୋଭାଇଡ଼ କରିଦେବି। ନାଇଁ ତ ତୁମେ ସ୍କ୍ରିନଶଟ୍, ସବୁଠୁ ବେଷ୍ଟ ହେଉଛି ନା ତୁମେ ନୋଟ୍ ଲେଖ ହେଲା। ଆମେ ଆଉ ଗୋଟେ କ୍ଲାସ୍ରେ କିମ୍ବା ମୁଁ ଟ୍ରାଏ କରିବି ପୋଷ୍ଟ କରିଦେବା ପାଇଁ ଆର କ୍ୱେଶ୍ଚିନ୍ ଆନ୍ସର୍ ଗୁଡ଼ା MCQ ସହିତ। ତ ଟ୍ରାଏ କରୁଛି ପୁରାପୁରି ଡିଟେଲ୍ସ ପଢ଼ିବା। ଆଉ ଯଦି କିଛି ବି ଡାଉଟ୍ ରହୁଛି, କିଛି ଯାହା ବି ରହୁଛି ମୋତେ କମେଣ୍ଟରୁ କୁହନ୍ତୁ, ମୁଁ ନିଶ୍ଚୟ ତୁମକୁ ଜଣାଇବି। ତ ଆଶା କରୁଛି କ୍ଲାସ୍ଟା ତୁମମାନଙ୍କୁ ବହୁତ ଭଲ ଲାଗିଥିବ। ମୁଁ ଚେଷ୍ଟା କରୁଛି ମୁଁ ମୋର 100% ଦେବା ପାଇଁ। 100% ଆଜି ଯାଏଁ କିଛି ବି ହେଇନି, ତ ମୁଁ ମୋର 99% ଦେବାକୁ ଆଶା କରୁଛି। ତୁମମାନଙ୍କୁ ଯଦି ଭଲ ଲାଗିଲା ନିହାତି ଗୋଟେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ କମେଣ୍ଟ ମଧ୍ୟ ଜଣାନ୍ତୁ କେମିତି ଲାଗିଲା କ୍ଲାସ୍ଟି। ମୁଁ ତୁମକୁ ପୋଷ୍ଟ କରିଦେବି କ୍ୱେଶ୍ଚିନ୍ ଗୁଡ଼ା। ତ ରହିଲି।